ବିଜୁ କୃଷକ ବିକାଶ ଯୋଜନା ଅଧୀନରେ କମ୍ୟୁନିଟି ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଅନଲାଇନରେ ଆବେଦନ ଆରମ୍ଭ ହୋଇସାରିଛି। ଯଦି ଆପଣମାନେ ଏଥିପାଇଁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ କେମିତି ଆବେଦନ କରିପାରିବେ କମ୍ପ୍ଲିଟ୍ ପ୍ରୋସେସ ଷ୍ଟେପ୍ ବାଇ ଷ୍ଟେପ୍ ଆଜି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଦେଖିବା ପାଇଁ ପାଇବେ। ସେଥିପାଇଁ ଆପଣଙ୍କର ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟରରେ ହେଉ ଯେକୌଣସି ଗୋଟେ ବ୍ରାଉଜରରେ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଶା ଲିଫ୍ଟ ଇରିଗେସନ ଲେଖି ସର୍ଚ୍ଚ କଲା ପରେ ଆପଣଙ୍କ ସ୍ଥାନରେ ଯେଉଁ ପ୍ରଥମ ଲିଙ୍କଟି ଶୋ କରୁଛି ଆପଣ ତାରି ଉପରେ କ୍ଲିକ୍ କରିଦିଅନ୍ତୁ। ଯେମିତି ଆପଣ ସେଥିରେ କ୍ଲିକ୍ କରିବେ ଆପଣ ଆସିଯିବେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ ଲିମିଟେଡ୍ ଏ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଅଣ୍ଡରଟେକିଂର ଅଫିସିଆଲ ୱେବସାଇଟ୍କୁ ଯେଉଁ ୱେବସାଇଟ୍ଟି ହେଉଛି odishalifts.com। এই ୱେବସାଇଟ୍ର ଲିଙ୍କଟି ମୁଁ ଆପଣଙ୍କ ଘରେ ଡେସ୍କ୍ରିପ୍ସନରେ ଦେଇଦେଇଛି। ଆପଣ ସେଠୁ ବି ଚାହିଁଲେ ଡାଇରେକ୍ଟ এই ୱେବସାଇଟ୍କୁ ଆସିପାରିବେ। ଏଠାକୁ ଆସିଲା ପରେ ଏଠି ଆପଣଙ୍କ ଉପରେ ଅନଲାଇନ୍ ଆପ୍ଲିକେସନର ଅପସନଟି ଶୋ କରୁଥିବ, ଆପଣ ସେଇଥିରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ସ୍ଥାନରେ ଏମିତି ଗୋଟିଏ ପେଜ୍ ଓପନ୍ ହେଇଯିବ। ଏଠାରେ ଆପଣମାନେ ଦେଖନ୍ତୁ କମ୍ୟୁନିଟି ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ, ପୁଞ୍ଜି ଗଭୀର ନଳକୂପ ପ୍ରକଳ୍ପ ଏବଂ ସୌରଚାଳିତ ଗଭୀର ନଳକୂପ ପ୍ରକଳ୍ପ ପାଇଁ ଅନଲାଇନରେ ଆବେଦନ କରାଯାଇଥାଏ। ତ ଏସବୁ ଭିତରୁ ଏବେ ଯେଉଁ ଆବେଦନ ଚାଲିଛି ସେଇଟା ହେଉଛି କମ୍ୟୁନିଟି ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ବା ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ। ଏଥିପାଇଁ ଯଦି ଆପଣମାନେ ଆବେଦନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ସେଇଥିରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କ ସ୍ଥାନରେ ଏମିତି ଇନଷ୍ଟ୍ରକ୍ସନ ପପଅପ୍ଟି ଶୋ କରିବ। ଏଠାରେ ଆପଣ ଓଡ଼ିଆ ଉପରେ କ୍ଲିକ୍ କରି ଆପଣ ଓଡ଼ିଆରେ ମଧ୍ୟ ଏହା ଦେଖିପାରିବେ। ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ କ'ଣ ସବୁ ଗାଇଡଲାଇନ୍ ରହିଛି ତାହା ଚେକ୍ କରିବା ପାଇଁ ଏଠାରେ BKVY ଗାଇଡଲାଇନ୍ ଉପରେ କ୍ଲିକ୍ କରି ଚେକ୍ କରିପାରିବେ। ତ ସେ ବାବଦରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଇଲିଜିବିଲିଟି କ୍ରାଇଟେରିଆ ଆପଣଙ୍କ ଏଠାରେ ମିଳିଯିବ। ଆପଣ ଚାହିଁଲେ ଏହି PDFଟିକୁ ଡାଉନଲୋଡ୍ କରି ଚେକ୍ କରିପାରନ୍ତି। ତେବେ ଏଥିରେ ଆବେଦନ କରିବା ପାଇଁ ବୈଧ ମୋବାଇଲ ନମ୍ବର ଆବଶ୍ୟକ, ତା ସହିତ ଆଧାର ବିବରଣୀ ଦେବା ପାଇଁ ପଡ଼ିବ, ଦେନ୍ ସେଇ ଜମି ପଟ୍ଟାଟି ମଧ୍ୟ ଆବଶ୍ୟକ ପଡ଼ିବ। ଆଉ ଯଦି BPL କାର୍ଡଧାରୀ ହୋଇଥିବେ ତାହେଲେ ଆପଣଙ୍କ BPL କାର୍ଡର ବିବରଣୀ ଦେବା ପାଇଁ ପଡ଼ିବ। ତ ଯେଉଁ ସବୁ ଡକୁମେଣ୍ଟ ଆପଣଙ୍କର ଅପଲୋଡ୍ ହେବ ସେ ସବୁ ଡକୁମେଣ୍ଟର ସାଇଜ୍ ମଧ୍ୟ ଦେଖନ୍ତୁ ଏଠାରେ ଦିଆଯାଇଛି 100 KBରୁ 1 MB ଭିତରେ ଆପଣ JPG କିମ୍ବା PDF ଫର୍ମାଟରେ ଅପଲୋଡ୍ କରିପାରିବେ। ତ ଏଠାରେ ପଞ୍ଜୀକରଣ ସମାପ୍ତ ହେବା ପରେ ଆପଣଙ୍କର ସେଇ ଫର୍ମଟିକୁ ଆପଣ ଡାଉନଲୋଡ୍ କରିପାରିବେ। ତା ସହିତ ପଞ୍ଜୀକରଣ ମୋବାଇଲ ନମ୍ବରକୁ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବରଟି ସେଣ୍ଡ କରାଯିବ। ଏବେ ଆବେଦନ କରିବା ପାଇଁ ଏଠାରେ ଆପଣ ଟିକ୍ କରନ୍ତୁ ଏବଂ ପ୍ରୋସିଡ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଯେମିତି ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରୁଛନ୍ତି ଆପଣଙ୍କ ସ୍ଥାନରେ ଏମିତି ଗୋଟିଏ ଫର୍ମ ଓପନ୍ ହେଇଯିବ। ଏହି ଫର୍ମରେ ଆପଣଙ୍କର ଯେଉଁଥିରେ ଆପଣଙ୍କର ଏମିତି ରେଡ୍ କଲରର ଏଷ୍ଟ୍ରୋ ମାର୍କ ଦିଆଯାଇଛି ସେ ସବୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ, ବାକି ଡିଟେଲ୍ସ ନଦେଲେ ବି ଚଳିବ। ତେବେ ଏଠାରେ ଆପଣମାନେ ଯେମିତିକି ଦେଖିବା ପାଇଁ ପାଉଥିବେ ଏଥିପାଇଁ ଆବେଦନ ଆରମ୍ଭ ହେଲା 1/7/2025ରୁ ଏବଂ ଏହାର ଲାଷ୍ଟ ଡେଟ୍ଟି ହେଉଛି 25/7/2025। ଦେନ୍ ଏଠାରେ ପ୍ରଥମେ ଆପ୍ଲିକାଣ୍ଟ ନେମ୍ ଜାଗାରେ ଆପଣଙ୍କ ନାମଟି ଟାଇପ୍ କରନ୍ତୁ। ତାପରେ ଫାଦର କିମ୍ବା ହଜବେଣ୍ଡଙ୍କ ନାମ ଏଠାରେ ଟାଇପ୍ କରିପାରିବେ। ତ ମୁଁ ତାଙ୍କର ବାପାଙ୍କ ନାମଟି ଟାଇପ୍ କରିଦେଉଛି। ତାପରେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ। ଦେନ୍ ଅଲ୍ଟରନେଟିଭ୍ ମୋବାଇଲ ନମ୍ବର ଥିଲେ ଆପଣ ଦେଇପାରନ୍ତି, ନହେଲେ ଏଇଟା ଆପଣଙ୍କର ମ୍ୟାଣ୍ଡେଟୋରୀ ନୁହଁ, ନଦେଲେ ବି ଚଳିବ। ସେଇଭଳି ଇମେଲ୍ ଆଇଡି ମଧ୍ୟ ମ୍ୟାଣ୍ଡେଟୋରୀ ନୁହଁ, ଯଦି ଅଛି ତାହେଲେ ଆପଣ ଦେଇଦିଅନ୍ତୁ। ତାପରେ ଜେଣ୍ଡରଟି ଆପଣଙ୍କର ମେଲ୍ କି ଫିମେଲ୍ ଏଠାରେ ଚୁଜ୍ କରିବେ। ଦେନ୍ ଆପଣଙ୍କ ଏଜ୍ ବା ବୟସ ଆପଣ ଦିଅନ୍ତୁ। ତାପରେ ଆପଣଙ୍କର କାଷ୍ଟ ବା କ୍ୟାଟେଗୋରୀ ଚୁଜ୍ କରିବେ, ଜେନେରାଲ, OBC, SC, ST ଯାହା ବି ଆପଣଙ୍କର କ୍ୟାଟେଗୋରୀ ହେଇଥିବ। ମ୍ୟାରିଟାଲ ଷ୍ଟାଟସରେ ଆପଣ ମ୍ୟାରିଡ୍ କି ସିଙ୍ଗଲ ତାହା ଆପଣ ଚୁଜ୍ କରନ୍ତୁ। ଫିଜିକାଲି ଡିସେବଲ୍ଡ ବା ଶାରୀରିକ ଭାବରେ ଭିନ୍ନକ୍ଷମ ହୋଇଥିଲେ ଆପଣ ଏଠାରୁ ତାହା ଚୁଜ୍ କରିପାରିବେ। ଆଉ ଯଦି ଆପଣ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ ନୁହଁ ତାହେଲେ ଆପଣ ନୋ କରନ୍ତୁ। ତାପରେ ଆପଣଙ୍କର ଆଧାର ନମ୍ବରଟି ଆପଣ ଦେଇଦିଅନ୍ତୁ। ଆଧାର ନମ୍ବର ଦେଇସାରିଲା ପରେ ସେଇ ଆଧାର କାର୍ଡଟିକୁ ଆପଣଙ୍କ ଏଠାରେ ଅପଲୋଡ୍ କରିବା ପାଇଁ ପଡ଼ିବ। ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରି ଆପଣଙ୍କ ଆଧାର କାର୍ଡଟିକୁ ଆପଣ ଚୁଜ୍ କରନ୍ତୁ। ଫାଇଲ୍ ସାଇଜ୍ଟି ଆପଣଙ୍କର 100 KBରୁ 1 MB ଭିତରେ ରଖିବେ। ଦେନ୍ ତାପରେ ଦେଖନ୍ତୁ ଯଦି ଆପଣ BPL କ୍ୟାଟେଗୋରୀ ହୋଇଥିବେ ତାହେଲେ ଏଠାରେ ଆପଣ ଟିକ୍ କରିବେ ଏବଂ ଆପଣଙ୍କର BPL କାର୍ଡ ନମ୍ବର ଏବଂ ସେଇ BPL କାର୍ଡଟିକୁ ଏଠାରେ ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରି ଅପଲୋଡ୍ କରିଦେବେ। ଆଉ ଯଦି BPL କ୍ୟାଟେଗୋରୀ ନୁହଁ ତାହେଲେ ଏଠାରେ ଟିକ୍ କରିବା କୌଣସି ଆବଶ୍ୟକ ନାହିଁ। ତାପରେ ଆପଣଙ୍କର ପ୍ରେଜେଣ୍ଟ ଆଡ୍ରେସଟି ଆପଣଙ୍କ ଏଠାରେ ଦେବା ପାଇଁ ପଡ଼ିବ। ପ୍ରଥମେ ଆପଣଙ୍କର ଭିଲେଜ ବା ଗ୍ରାମର ନାମଟି ଟାଇପ୍ କରନ୍ତୁ। ତାପରେ ଆପଣଙ୍କର ଡିଷ୍ଟ୍ରିକ୍ଟ ବା ଜିଲ୍ଲା ଚୁଜ୍ କରିବେ। ତ ଡିଷ୍ଟ୍ରିକ୍ଟ ଚୁଜ୍ କଲା ପରେ ଯେମିତିକି ଆପଣମାନେ ଦେଖିବା ପାଇଁ ପାଉଥିବେ ଏଠାରେ ଆମର ବ୍ଲକ ଚୁଜ୍ କରିବା ପାଇଁ କୌଣସି ଅପସନ୍ ଶୋ କରୁନାହିଁ। ତ ଯଦି ଆପଣଙ୍କର ଏମିତି ବ୍ଲକ ନ ଆସୁଥାଏ ତାହେଲେ ଆପଣ ଆଉ ଗୋଟିଏ ବ୍ରାଉଜରରେ ଆପ୍ଲାଏ କରିବା ପାଇଁ ଚେଷ୍ଟା କରନ୍ତୁ। ତ ଆମେ ଏଠାରେ ଗୁଗଲ କ୍ରୋମରେ ଆପ୍ଲାଏ କରୁଥିଲେ, ଏବେ ଆମେ ଫାୟାରଫକ୍ସ ବ୍ରାଉଜରରେ ଟ୍ରାଏ କରିବା।
ऑनलाइन अप्लाई प्रोसीड। तो फायरफॉक्स रे जेमिति के आपण माने देखिया पई पाउथबे एठार हमर डिस्ट्रिक्ट चूज कला परे ब्लॉक चूज करिया पई ऑप्शन टी शो कला। तेमिति आपनकर जदि गोटे ब्राउजर रे ऑप्शन टी शो न करूथाय ताले आपण आ गोटे ब्राउजर ट्राई करंतो। तापर आपनकर ब्लॉक टी गोटे चूज कर दियंतो। देन ग्राम पंचायत चूज करिवे। देन आपनकर पोस्ट ऑफिस दे दियंतो। पोस्ट ऑफिस दे सारा परे आपनकर पिन कोड दे दियंतो। तापर आसिला लैंड पार्टिकुलर्स ऑफ पर्पस प्रोजेक्ट माने प्रकल्प प्रतिष्ठा हेबाकु थिबा चाष जमीर विवरणी आपनको एठारे दवा पई पड़िबो। तो देखंतु एटा कहार पर्सनल कहाक घर पई पर्सनल नलकूप अप्लाई करि परिबे नाही। जेमिति के नाम रुही आपण जानिया पई पाउथबे गोष्ठी ओठा जलसेचन प्रकल्प सेथि पई मिनिमम 7 जण मिसी जहांको जणको मुख्य करी एथिरे आवेदन करि परिबे। तेणु जहांको जगह रे प्रकल्पटी प्रतिष्ठा हेबो से जमीर विवरणी एठारे दवा पई पड़िबो। तो से चाष जमीटी जो गाँव रे रही से गाँव नाम लिखंतु। देन डिस्ट्रिक्ट चूज करंतु। तापरे ब्लॉक चूज करिवे। देन ग्राम पंचायत चूज करंतु। देन असेंबली कॉन्स्टिट्यूएंसी बा विधानसभा निर्वाचन मंडली आपनको चूज करिया पई पड़िबो। तापरे तहसील टी कोठी देई परंती नले मैंडेटरी न देले भी चलिबो। देन पोस्ट ऑफिस दियंतु एवं पिन कोड दे दियंतु। तापर रहिछि पंपिंग पॉइंट खाता नंबर माने जो जगह रे प्रोजेक्ट हेबो जो जगह रे पंप टी बसा जीवो पर्टिकुलर से जगह खाता नंबर टी आपण दियंतु। जमी पट्टारू देखि आपणकर खाता नंबर टी आपण देई परिवे। जदि जमी पट्टाटी आपणक पाखरे नाही ताले आपण भोल एक वेबसाइट को जाई मध्य एठार आपणक जमी पट्टाटी बाहर करि परंती। देन सेठार आपणक खाता नंबर भी पाई जिवे एवं प्लॉट नंबर मध्य दिया जाइतिबो। तो खाता नंबर टी आपणकर देई सला परे एबे पंपिंग पॉइंट प्लॉट नंबर टी दियंतु। तो जो प्लॉट रे आपण से पंपिंग पॉइंट रखिया पई चाहउचंते सेई प्लॉट नंबर टी आपण दियंतु। देई सला परे आपण देखंतु पाखापाखि आयकट रे उपकृत हेबाकु थिबा हिताधिकारी संख्या। तो जेमिति के आपको कहते कि यहाँ पर्सनल यूज पाई नुहे जो एरिया रे जलसेचन सुविधा नाही से एरिया रे मिनिमम 20 हेक्टर भितर केते लोक उपकृत हो पारिबे। तो कहबाकू गले लोक संख्या आपको दवाई पड़ो केते लोक सेठारे उपकृत हो पारिबे। देन टाइप ऑफ प्रोजेक्ट बा प्रकल्पर प्रकार चूज करिवे। रिवर लिफ्ट की ट्यूबवेल जदि पाखरे नदी थाए ताले आपण रिवर लिफ्ट को चूज करि पारंती। जदि आपण रिवर लिफ्ट चूज करूचंती ताले सोर्स आपण सेटा चूज करिवे। देन से जल उत्सर नाम आपको दवाई पड़ो बा से नदीर नाम टी आपण दे देबे। या छड़ा जदि सेठारे नदी नाही आपण ट्यूबवेल चूज करूचंती ताले सोर्स ऑफ वाटर टी आपणकर ऑटोमेटिकली ग्राउंड वाटर आसी जिवो। तापरे आयकट एरिया आपण चूज करिवे बा प्रस्तावित प्रकल्पर आयकट क्षेत्र हेक्टर आपण एठार चूज करंतु। तो आमे 20 हेक्टर दे देबा। तापरे देखंतु ए जो प्रोजेक्ट आपण करूचंती सेति पे गोटिए पानी पंचायत गठन हेबा आवश्यक एवं हिताधिकारी सह ए बाबद आलोचना करने जरूरी। तो ये आपको येस करने पड़ो। तापर आपण सबमिट उपर क्लिक कर दियंतु। जेमिति आपण सबमिट उपर क्लिक करेंगे आपंकर एप्लिकेशन फॉर्म टी सबमिट हो। सबमिट कला परे आपंकर गोटे एक्नॉलेजमेंट रिसिप्ट बाहर से प्रिंट आउट कर रखुँ। तापर जदि आपंकर सिलेक्शन होचे तेले वेरिफिकेशन पई आपंकर से सब डॉक्यूमेंट आवश्यक पड़ो। तो एमिति प्रोसेस रे आपण गोष्ठी उठा जलसेचन पई अप्लाई करि परिबे।